ବୋଉ ଆଜି କ'ଣ ବନେଇ ଦେବୁ ଖାଇବାକୁ? ଆଜି ଚିତଉ ଅମେଇସା ଚାଲ ଆଜି ମୁଁ ବିରି ଚାଉଳରେ ଚିତଉ ବନେଇଲି ତୋ ପାଇଁ। ଚିତଉ ବନେଇ ଦେବୁ? ତ ସାଙ୍ଗମାନେ ଆସନ୍ତୁ ବୋଉ ହାତର ଚିତଉ କେମିତି ଦେଖିବା। ପ୍ରଥମେ ଆମେ ଚିତଉ କରିବା ପାଇଁ କିଛି ଚାଉଳ ଆଉ କିଛି ବିରି ନେବା। ଏବେ ଆମେ ବିରି ଚାଉଳକୁ ଭଲ ଭାବରେ ଧୋଇଦେବା। ହଁ, ବିରି ଚାଉଳ ଭଲ ଭାବରେ ଧୁଆ ହେଇଗଲା। ଏବେ ଆମେ ବିରି ଚାଉଳକୁ 2ରୁ 2.5 ଘଣ୍ଟା ବତୁରେଇବା। ଏବେ ଚାଉଳ ଆଉ ବିରି ଏବେ ଭଲ ଭାବରେ ବତି ଯାଇଛି। ଏବେ ଏହାକୁ ଗ୍ରାଇଣ୍ଡର କରିବା। ଏବେ ହେଇଗଲା ଆମର ଚାଉଳ ବିରି ଗ୍ରାଇଣ୍ଡର। ଦେବା ସ୍ୱାଦ ଅନୁସାରେ ଲୁଣ। ଏବେ ଏହାକୁ ଭଲ ଭାବରେ ଘାଣ୍ଟି 4ରୁ 5 ଘଣ୍ଟା ଘୋଡ଼େଇକି ରଖିବା। ଦେଖନ୍ତୁ 4ରୁ 5 ଘଣ୍ଟା ପରେ ଆମର ବଟାଟା କେତେ ସୁନ୍ଦର ଫୁଲିଛି। ଏଥିରେ ଦେବା କିଛି ଚିନି। ଏବେ କଡ଼େଇରେ କିଛି ପାନମହୁରି ଭାଜିବା। ଭାଜି ହୋଇଥିବା ପାନମହୁରି ବଟାରେ ପକାଇ ଭଲ ଭାବରେ ଘାଣ୍ଟି ଦେବା। କଡ଼େଇ ଗରମ ହେଇଗଲାଣି, କଡ଼େଇରେ ଦେବା କିଛି ତେଲ। ତେଲ ଏବେ ଗରମ ହେଇଗଲାଣି। ଏବେ ଏଇ ବଟାଟାକୁ ଦେବା କଡ଼େଇରେ। ଏବେ ଏହାକୁ ଢାଙ୍କୁଣୀ ପକାଇ ଘୋଡ଼େଇ ଦେବା। ଏବେ ଆମର ପ୍ରସ୍ତୁତ ହେଇଗଲା ଚିତଉ ମାଛର ଚିତଉ ପିଠା। ରାଜା ରେଡ଼ି ହେଲା ତୋର ଚିତଉ ପିଠା। ଆରେ ବୋଉ କେତେ ସ୍ମୁଥ ଅଛି ତ ପୁରା ପିଠା।